ସମସ୍ତଙ୍କୁ ଗୁରୁଚରଣ ଏକାଡେମୀ ୟୁଟ୍ୟୁବ୍ ଚ୍ୟାନେଲରେ ସ୍ୱାଗତ। ଆଶା କରୁଛି ସମସ୍ତେ ବହୁତ ଭଲରେ ଥିବ। ପିଲାମାନେ, ଆସୁଥିବା ଓଡ଼ିଶା ଆଦର୍ଶ ପ୍ରବେଶିକା ପରୀକ୍ଷା ପାଇଁ ବିଜ୍ଞାନର ଆଉ ଗୋଟିଏ ଜବରଦସ୍ତ ସେସନ୍ ନେଇକି ଆସିଛୁ, ଯେଉଁଟାକି ଦେଖ ପିଲାମାନେ ବଛା ବଛା ପ୍ରଶ୍ନ ଅଛି। ଆଉ ହଁ, ଗତ 2-3 ବର୍ଷ ମଧ୍ୟରେ ଆଦର୍ଶ ଏଣ୍ଟ୍ରାନ୍ସରେ ବିଜ୍ଞାନ ବିଷୟଠାରୁ ଯେମିତି ପ୍ରଶ୍ନ ଆସିଛି, ଯେଉଁ ଭଳିଆ ପ୍ରଶ୍ନ ଆସିଛି, ଆଜି ଏହି ସେସନ୍ରେ ଅବିକଳ ସେଇ ଭଳିଆ ପ୍ରଶ୍ନ ଆମେ ସମାଧାନ କରିବାକୁ ଯାଉଛେ। ଠିକ୍ ଅଛି। ତ ଯେଉଁ ଭାଇ ଭଉଣୀମାନେ ଏହି ବର୍ଷ ଓଡ଼ିଶା ଆଦର୍ଶ ବା OAVS ଏଣ୍ଟ୍ରାନ୍ସ ଏବଂ ଓଡ଼ିଶା ଏକଲବ୍ୟ ଏଣ୍ଟ୍ରାନ୍ସ ବା EMRS ଏଣ୍ଟ୍ରାନ୍ସ ଦେବାକୁ ଯାଉଅଛ, ଜାଣି ରଖ, ଆମ ଗୁରୁଚରଣ ଏକାଡେମୀ ୟୁଟ୍ୟୁବ୍ ଚ୍ୟାନେଲ୍ ଦ୍ୱାରା ପ୍ରତ୍ୟେକ ଦିନ ସନ୍ଧ୍ୟା 7ରୁ 8:30 ମଧ୍ୟରେ ୟୁଟ୍ୟୁବ୍, ତା ସହିତ ଗୁଗୁଲ୍ ମିଟ୍ ମାଧ୍ୟମରେ କ୍ଲାସ୍ ହେଉଛି। ତ ଏବେ ହିଁ ଚ୍ୟାନେଲ୍ଟିକୁ ସବସ୍କ୍ରାଇବ୍ କର, ସେସନ୍ଟିକୁ ନିଜ ସାଙ୍ଗସାଥିମାନଙ୍କୁ ସେୟାର କରିଦିଅ। ଆଉ ହଁ, ଗୋଟିଏ ଲାଇକ୍ କରିବାକୁ ଭୁଲିବନି। ଠିକ୍ ଅଛି। ଆମର ଗୋଟେ ହ୍ୱାଟ୍ସଆପ୍ ଗ୍ରୁପ୍ ଅଛି ପିଲାମାନେ, ଯେଉଁଟାକି ବେଷ୍ଟ 100 2.0। ଏହି ଗ୍ରୁପ୍ରେ ପ୍ରତ୍ୟେକ ଦିନ ସକାଳେ ଏବଂ ସନ୍ଧ୍ୟାରେ ଆମେ ପ୍ରାକ୍ଟିସ୍ ସେଟ୍ ସେୟାର କରୁଛୁ, ରେକର୍ଡ଼ କ୍ଲାସ୍ ମଧ୍ୟ ସେୟାର କରୁଛୁ। ତ ଆମ ହ୍ୱାଟ୍ସଆପ୍ ଗ୍ରୁପ୍ରେ ଯେମିତି ହେଲେ ଏଡ଼୍ ହେବାକୁ ଚେଷ୍ଟା କର। କେମିତି ଏଡ଼୍ ହୋଇପାରିବ ଦେଖ, ଡିସ୍କ୍ରିପ୍ସନ୍ ବକ୍ସରେ ଗୋଟେ ହ୍ୱାଟ୍ସଆପ୍ ନମ୍ବର ଅଛି, ନଚେତ ଲେଖିନିଅ 9937975160। এই ନମ୍ବରରେ ଗୋଟେ ମେସେଜ୍ କରିବ। ଆମର ଫିସ୍ ରଖିଛୁ ମାତ୍ର 100 ଟଙ୍କା। ଠିକ୍ ଅଛି। ତ ଚାଲ ପିଲାମାନେ, ଡେରି ନ କରି ସେସନ୍ଟିକୁ ଆରମ୍ଭ କରିବା, ନାଇଁକି? ଜୟ ଜଗନ୍ନାଥ। ପିଲାମାନେ, ପ୍ରଥମ ପ୍ରଶ୍ନ ଆସିଛି, ଦେଖ କ'ଣ ଆସିଛି ଯେ ମ୍ୟାଲେରିଆ ରୋଗ କାହା ଦ୍ୱାରା ବ୍ୟାପେ? ମ୍ୟାଲେରିଆ ପିଲାମାନେ, ମୁଁ ଆଉ ଗୋଟେ କହିବି, ଡେଙ୍ଗୁ ଜ୍ୱର, ତାପରେ ବାତ ଜ୍ୱର କାହା ଦ୍ୱାରା ବ୍ୟାପେ? ଆଉ ଗୋଟେ ପିଲାମାନେ ପ୍ଲେଗ୍ ରୋଗ। ଠିକ୍ ଅଛି। ଆଉ ଗୋଟେ ଜଳାତଙ୍କ ରୋଗ। ଏଇଟା କହିଦିଅ। ସମସ୍ତଙ୍କୁ 5ରୁ 10 ସେକେଣ୍ଡ ସମୟ ଦେଉଛୁ ପିଲାମାନେ। এই 5ରୁ 10 ସେକେଣ୍ଡ ମଧ୍ୟରେ ସମସ୍ତେ ନିଜ ନିଜର ଆନ୍ସର୍ ବାଛି ନିଅ। ତା ସହିତ ଯେଉଁ କମେଣ୍ଟ ବକ୍ସ ଅଛି, ସେ କମେଣ୍ଟ ବକ୍ସରେ ଗୋଟେ କମେଣ୍ଟ କରିଦିଅ। ଉତ୍ତର କ'ଣ ହେବ? ବହୁତ ଜବରଦସ୍ତ ହେବାକୁ ଯାଉଛି ସେସନ୍ଟିକୁ ପିଲାମାନେ। ସମସ୍ତେ ଲାଇକ୍, ସବସ୍କ୍ରାଇବ୍ ଆଉ ସେୟାର କର। ଠିକ୍ ଅଛି। ଦେଖ, ଡେଙ୍ଗୁ ଜ୍ୱର ପିଲାମାନେ ଏଡିସ୍ ମଶା ଦ୍ୱାରା ହୋଇଥାଏ। ଏଡିସ୍ ମଶା ଦ୍ୱାରା। ବାତ ଜ୍ୱର ପିଲାମାନେ କ୍ୟୁଲେକ୍ସ ମଶା ଦ୍ୱାରା ହୋଇଥାଏ। ପ୍ଲେଗ୍ ମଶା ଦ୍ୱାରା ହୋଇଥାଏ। ଜଳାତଙ୍କ ରୋଗ ପିଲାମାନେ ଦେଖ, କୁକୁର କାମୁଡ଼ିଲେ ହୋଇଥାଏ। ଠିକ୍ ଅଛି। କ୍ଲିଅର? ପ୍ରଶ୍ନ ଉଠୁଛି ବର୍ତ୍ତମାନ ଯେ ମ୍ୟାଲେରିଆ ରୋଗ କାହା ଦ୍ୱାରା ହୁଏ? ପିଲାମାନେ, ମ୍ୟାଲେରିଆ ରୋଗ ମଶା ଦ୍ୱାରା ହୁଏ, ନା କି ମାଛି, ମୂଷା। ଚଲ, ପ୍ଲେଗ୍ଟା ମଶା ଦ୍ୱାରା ହୁଏ କହିଛି ଏଟା। ପରବର୍ତ୍ତୀ ପ୍ରଶ୍ନ ପିଲାମାନେ କ'ଣ ଆସିଛି ଦେଖ। ଦେଖ, ସେହି ପ୍ରଶ୍ନ ପିଲାମାନେ ଟିକେ ପୂର୍ବରୁ ଆଲୋଚନା କରିଛେ। ୟାର ତ ଉତ୍ତର ଦେଇପାରିବ ସମସ୍ତେ। କ'ଣ କହିଛି? କୁକୁର କାମୁଡ଼ିଲେ କେଉଁ ରୋଗ ହୁଏ?
ଜଳାତଙ୍କ, ଯକ୍ଷ୍ମା, ମ୍ୟାଲେରିଆ, ହାଡ଼ଫୁଟି। ଉତ୍ତର କ'ଣ ହେବ କହିଦିଅ ପିଲାମାନେ। କୁକୁର କାମୁଡ଼ିଲେ କେଉଁ ରୋଗ ହୁଏ? ଚେଷ୍ଟା କର ସଠିକ୍ ଉତ୍ତର ଦେବାକୁ। 5ରୁ 10 ସେକେଣ୍ଡ ସମସ୍ତଙ୍କୁ ସମୟ ଦିଆଯାଉଛି। ଚେଷ୍ଟା କର। ଆଉ ହଁ, ଆଉ ଗୋଟେ ସବୁଠାରୁ ମୁଖ୍ୟ ଆକର୍ଷଣ ପିଲାମାନେ କ'ଣ ଦେଖ, ଆସୁଥିବା ଓଡ଼ିଶା ଏକଲବ୍ୟ ଏଣ୍ଟ୍ରାନ୍ସ ପାଇଁ ଠିକ୍ ଅଛି, ଗୋଟେ କ୍ଲାସ୍ ସମ୍ପୂର୍ଣ୍ଣ ସିଲେକ୍ଟେଡ଼ କ୍ୱେଶ୍ଚନ୍ ସେୟାର କରିବୁ। ସମ୍ପୂର୍ଣ୍ଣ ଆମ ଏକାଡେମୀ ତରଫରୁ ପିଲାମାନେ ସମ୍ପୂର୍ଣ୍ଣ ଫ୍ରି ଅଫ୍ କଷ୍ଟରେ ଯୋଗାଇ ଦିଆଯିବ ଗୋଟେ କ୍ଲାସ୍। ଠିକ୍ ଅଛି। ଭେରି ଗୁଡ୍। କୁକୁର କାମୁଡ଼ିଲେ ଜଳାତଙ୍କ ରୋଗ ହୋଇଥାଏ। ଅପସନ୍ ଏ ହେଇଯିବ ସଠିକ୍ ଉତ୍ତର। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଆମ ଶରୀରର ସାଧାରଣ ତାପମାତ୍ରା ବା ଟେମ୍ପରେଚର କେତେ ଅଟେ? ଗୋଟେ ସୁସ୍ଥ ଲୋକର, ଠିକ୍ ଅଛି, ବୟସ୍କ ବ୍ୟକ୍ତିର ସାଧାରଣ ତାପମାତ୍ରା ନର୍ମାଲ ଟେମ୍ପରେଚର ଅଫ୍ ଦ ବଡି କେତେ ଡିଗ୍ରୀ ଅଟେ ପିଲାମାନେ? ଠିକ୍ ଅଛି। କିନ୍ତୁ ଦେଖ ଅପସନ୍ ଦେଖିଦିଅ। 98.4 ଡିଗ୍ରୀ ଏପନେ ଫାରେନହାଇଟ୍, 98.2 ଡିଗ୍ରୀ ଫାରେନହାଇଟ୍, 99.4 ଡିଗ୍ରୀ ଫାରେନହାଇଟ୍, 97.4 ଡିଗ୍ରୀ ଫାରେନହାଇଟ୍। ପିଲାମାନେ ପ୍ରତ୍ୟେକ ଅପସନ୍ ଗୁଡ଼ିକ ଫାରେନହାଇଟ୍ରେ ଅଛି। ଯଦି ସେଲସିୟସ୍ରେ ହୋଇଥାନ୍ତା, ହଁ, ସମସ୍ତଙ୍କୁ 5ରୁ 10 ସେକେଣ୍ଡ ସମୟ ଦିଆଯାଉଛି। ବାହାର କର ନିଜର ନିଜ ଉତ୍ତର, ଆଉ କମେଣ୍ଟ ବକ୍ସରେ ଗୋଟେ ଗୋଟେ କମେଣ୍ଟ କରିଦିଅ। ଯଦି ସେଲସିୟସ୍ରେ ଥାନ୍ତା ତାହେଲେ 37 ଡିଗ୍ରୀ ସେଲସିୟସ୍ ହୋଇଥାନ୍ତା। 37 ଡିଗ୍ରୀ ସେଲସିୟସ୍। ଠିକ୍ ଅଛି। ଫାରେନହାଇଟ୍ରେ ଅଛି ତ କ'ଣ ହେବ ଉତ୍ତର କହିଦିଅ। ବହୁତ ସୁନ୍ଦର। 98.4 ଡିଗ୍ରୀ ଫାରେନହାଇଟ୍ ହେବ ସଠିକ୍ ଉତ୍ତର। 1 ନମ୍ବର। ପରବର୍ତ୍ତୀ ପ୍ରଶ୍ନ, ପରବର୍ତ୍ତୀ ପ୍ରଶ୍ନ କ'ଣ ଆସିଛି ଦେଖ ପିଲାମାନେ। କେଉଁ ପଶୁକୁ ମରୁଭୂମିର ଜାହାଜ କୁହାଯାଏ? ଶିପ୍ ଅଫ୍ ଦ ଡିଜର୍ଟ। ମରୁଭୂମି ଜାହାଜ କୁହାଯାଏ କ'ଣ ପାଇଁ ପିଲାମାନେ? କିଛି ତା ପାଖରେ କ୍ୱାଲିଟି ଥିବ, ନାଇଁ କି? କାହାକୁ ପିଲାମାନେ? ଘୋଡ଼ା, ଗଧ, ଓଟ କି ଚମରି ଗାଈ? ସମସ୍ତଙ୍କୁ 5ରୁ 10 ସେକେଣ୍ଡ ସମୟ ଦିଆଯାଉଛି ନିଜ ଉତ୍ତର ବାଛି କମେଣ୍ଟ ବକ୍ସରେ କମେଣ୍ଟ କରିବା ପାଇଁ। ଚେଷ୍ଟା କର। ହଁ, ତାକୁ ଜାହାଜ କହିବାର ମୁଖ୍ୟ କାରଣ ହେଲା ତାର ମାଂସଲ ପାଦ। ତ କାହାର ଅଛି? ଅତି ସୁନ୍ଦର। 1 ନମ୍ବର। ଓଟ ହେଉଛି ସଠିକ୍ ଉତ୍ତର ହେଲା। ଓଟର ମାଂସଲ ପାଦ ହେତୁ ମରୁଭୂମିରେ ସେ ଅତି ସହଜରେ ଚାଲିପାରେ, ତେଣୁକରି ତାକୁ ମରୁଭୂମିର ଜାହାଜ କୁହାଯାଏ। ଠିକ୍ କଥା। ଯିବାକୁ ପରବର୍ତ୍ତୀ ପ୍ରଶ୍ନ ଦେଖ। କ'ଣ ଆସିଛି ପ୍ରଶ୍ନ, ମାଙ୍କଡ଼ର କେଉଁ ଅଙ୍ଗ ଡାଲରୁ ଡାଲ ଡେଇଁବାରେ ସାହାଯ୍ୟ କରେ? ମାଙ୍କଡ଼ର କେଉଁ ଅଙ୍ଗ ଡାଲରୁ ଡାଲ ଡେଇଁବାରେ ସାହାଯ୍ୟ କରେ? ହାତ, ଗୋଡ଼, ଲାଞ୍ଜ, ବେକ। ମାଙ୍କଡ଼ର କେଉଁ ଅଙ୍ଗ କହିଦିଅ।
ଚେଷ୍ଟା କର ପିଲାମାନେ। ସମସ୍ତଙ୍କୁ 5 ରୁ 10 ସେକେଣ୍ଡ ସମୟ ଦିଆଯାଇଛି, ଚେଷ୍ଟା କର ଉତ୍ତର ବାହାର କରିବାକୁ। ଅତି ସୁନ୍ଦର। ଗୋଡ଼ ହେବ ସଠିକ୍ ଉତ୍ତର, 1 ନମ୍ବର। ଅପସନ୍ ବି ଯେଉଁମାନେ କହୁଛ ସଠିକ୍ ଉତ୍ତର ପିଲାମାନେ। ଲାଞ୍ଜ ହେବନି ରେ ଭାଇ। ଠିକ୍ ଠିକ୍। ଲାଞ୍ଜ, ପକ୍ଷୀ ଦିଗ ପରିବର୍ତ୍ତନ କରିବାରେ ଲାଞ୍ଜ ତାକୁ ସାହାଯ୍ୟ କରିଥାଏ। ପ୍ରଶ୍ନ ଆସିଛି, ସବୁଜ ବୃକ୍ଷଲତା ବଢ଼ିଲେ, ଗଛଲତା ବଢ଼ିଲେ ବାୟୁରେ କେଉଁ ଗ୍ୟାସର ପରିମାଣ ବଢ଼େ ବୋଲି କହିଛି। ସବୁଜ ବୃକ୍ଷଲତା ଲଗାଇବା ଜଙ୍ଗଲରେ, ଘଞ୍ଚ ଜଙ୍ଗଲ, ଠିକ୍ ଅଛି। ତ ଜଙ୍ଗଲ ଲାଗିଲେ, ଜଙ୍ଗଲ ବଢ଼ିଲେ କେଉଁ ଗ୍ୟାସର ପରିମାଣ ବୃଦ୍ଧି ହୋଇଥାଏ? କହିଦିଅ। ଅମ୍ଳଜାନ, ଅଙ୍ଗାରକାମ୍ଳ, ଯବକ୍ଷାରଜାନ, ଉଦ୍ଜାନ। 5 ରୁ 10 ସେକେଣ୍ଡ ସମୟ ଦିଆଯାଉଛି। ବାକି ବହୁତ ପିଲା ଉତ୍ତର ଦେଇ ସାରିଲେଣି, ନାଇଁ କି? ତ ଉତ୍ତର କ'ଣ ହେବ ପିଲାମାନେ କହିଦିଅ। ଅତି ସୁନ୍ଦର। ଅମ୍ଳଜାନ ହେଇଯିବ ସଠିକ୍ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ। ଆଚ୍ଛା, ଆଉ ଗୋଟେ କଥା ମନେ ରଖ। ଅମ୍ଳଜାନ ବାୟୁମଣ୍ଡଳରେ କେତେ ଅଛି ପିଲାମାନେ? 21% ଅଛି, ଯେଉଁଟାକି ଦ୍ୱିତୀୟ ସର୍ବାଧିକ ଅଟେ। ଅଙ୍ଗାରକାମ୍ଳ କେତେ ଅଛି ପିଲାମାନେ? 0.03% ଅଛି। ଆଉ ଗୋଟେ ଯବକ୍ଷାରଜାନ, ଯେଉଁଟାକି ନାଇଟ୍ରୋଜେନ୍ କହୁଛ ପିଲାମାନେ, ସେଇଟା କେତେ ଅଛି? 78, ସର୍ବାଧିକ ପିଲାମାନେ 78%। ଆଉ ଗୋଟେ ଯବକ୍ଷାରଜାନଠାରୁ ପ୍ରଶ୍ନ ଆସିବ ଯେ ଡାଲି ଜାତୀୟ ଉଦ୍ଭିଦ ଯେମିତିକି କୋଳଥ ହେଲା, ବିରି, ହରଡ଼, ମୁଗ, ଏଇ ଡାଲି ଜାତୀୟ ଉଦ୍ଭିଦର ମୂଳ ବା ଚେରରେ ପିଲାମାନେ ଏଇ ଯବକ୍ଷାରଜାନ ସଞ୍ଚିତ ହୋଇକି ରହିଥାଏ। ବହୁତ ଥର ପ୍ରଶ୍ନ ଆସିଛି, ଏଥର ମଧ୍ୟ 100% ଚାନ୍ସ ଅଛି ଯେ ଏଇ ପ୍ରଶ୍ନ ଆସିବ। ଠିକ୍ ଅଛି ପିଲାମାନେ, ଯିବା ଆଗକୁ। ଗୋଟିଏ ରିକ୍ୱେଷ୍ଟ, ଯେଉଁମାନେ ବି କ୍ଲାସ୍ରେ ନୂଆ ଅଛ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କର, ସେସନ୍ଟିକୁ ସାଙ୍ଗସାଥିମାନଙ୍କୁ ସେୟାର କର, ନିଜ ନିଜ ଷ୍ଟଡି ଗ୍ରୁପ୍, ସ୍କୁଲ ଗ୍ରୁପ୍ ମାନଙ୍କରେ ସେୟାର କର। ଆଉ ହଁ, ଗୋଟିଏ ଲାଇକ୍ କରିବାକୁ ଭୁଲିବନି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଅଛି, ଦେଖ ପିଲାମାନେ। କାର୍ଯ୍ୟ କରିବାର ସାମର୍ଥ୍ୟକୁ କ'ଣ କୁହାଯାଏ? ଶକ୍ତି, ଧ୍ୱନି, ବଳ, କାର୍ଯ୍ୟ। କାର୍ଯ୍ୟ କରିବାର ସାମର୍ଥ୍ୟକୁ ପିଲାମାନେ କ'ଣ କୁହାଯାଏ? ଚେଷ୍ଟା କର ୟାର ଉତ୍ତର ଦେବାକୁ ପିଲାମାନେ। କ'ଣ ହେବ ଉତ୍ତର କହିଦିଅ ପିଲାମାନେ। ହଁ, ସମସ୍ତଙ୍କୁ ସମୟ ଦିଆଯାଉଛି। 5 ରୁ 10 ସେକେଣ୍ଡ ସମସ୍ତଙ୍କ ପାଇଁ ଗୋଟେ ପିଲାମାନେ, କେବଳ ଗୋଟେ ପିଲା ପାଇଁ ନୁହେଁ। ଠିକ୍ ଅଛି, ଭେରି ଗୁଡ୍। ଉତ୍ତର ହେଇଯିବ ପିଲାମାନେ ଶକ୍ତି କୁହାଯାଏ। କାର୍ଯ୍ୟ କରିବାର ସାମର୍ଥ୍ୟକୁ ବଳ ନୁହେଁ, ଧ୍ୱନି ନୁହେଁ, କାର୍ଯ୍ୟ ନୁହେଁ, ଶକ୍ତି କୁହାଯାଏ। ଯାହା ପାଖରେ ଶକ୍ତି ଥିବ ସେ କାର୍ଯ୍ୟ କରିବା ପାଇଁ ସମର୍ଥ ଅଟେ, ଏଲିଜିବୁଲ୍ ଅଟେ, ନାଇଁ କି? ଠିକ୍। ପରବର୍ତ୍ତୀ ପ୍ରଶ୍ନ। ତାପ ଓ ଆଲୋକର ଉତ୍ସ କିଏ? ତାପ ଆଉ ଆଲୋକର ଉତ୍ସ, ସ୍ରୋତଟା କିଏ ଗୋଟେ ପିଲାମାନେ? ଠିକ୍ ଅଛି। ସୂର୍ଯ୍ୟ, ଚନ୍ଦ୍ର, ତାରା, ସପ୍ତର୍ଷି ମଣ୍ଡଳ ପିଲାମାନେ।
ତାପ ଓ ଆଲୋକର ଉତ୍ସ କି ଅଟେ? କହିଦିଅ। ଚେଷ୍ଟା କର ପିଲାମାନେ। ଅତି ସୁନ୍ଦର। 1 ନମ୍ବର, ତାପ ଓ ଆଲୋକର ଉତ୍ସ କିଏ ପିଲାମାନେ? ବହୁତ ବଢ଼ିଆ, ସୂର୍ଯ୍ୟ ହେଉଛି ସଠିକ୍ ଉତ୍ତର ପିଲାମାନେ, ସୂର୍ଯ୍ୟ ହେଲା। एक नंबर, बहुत बढ़िया। ठीक, परवर्ती प्रश्न देख पिलाମାନେ। कौन आसी प्रश्न? वायु प्रभाव हेले कौन सृष्टि हुए? पवन, धूलिकणा, जलबिंदु, तोफान। वायु प्रभाव हेले पिलाମାନେ कौन सृष्टि हुए? कहीदियो। 5 ରୁ 10 सेकेंड समस्तଙ୍କୁ समय दिया जाइए। चेष्टा कर निज उत्तर शेयर करने को। बहुत बढ़िया। पवन, वायु प्रभाव हेले कौन सृष्टि हुए? पवन। ठीक अच्छे। परवर्ती प्रश्न पे कौन आसी देख, दहन रे क्यों गैस सहायक हुए? दहन माने निया जलिबारे। ठीक अच्छे। अच्छा, जलिबारे किए साहाय्य करे? लिख गोटे प्रश्न उत्तर। आ गोटे निया लिभाइबारे किए साहाय्य करे? चेष्टा कर पिला माने देख, दहन रे बा जलिबारे जलिबारे हाँ समस्त को समय दिया। चेष्टा कर पिला माने उत्तर दबनी पिला माने मु कौन करी कह। जलिबारे पिला माने अम्लजान साहाय्य करे। ठीक अच्छे। आ निया लिभाइबारे अंगारकाम्ल साहाय्य करिथाए। अम्लजान केते अछि? 21% अछि वायुमंडल रे। अंगारकाम्ल केते अछि? 0.03%। जैवक्षारजान केते अछि पिला माने? 78%। ठीक, जीवा को परवर्ती प्रश्न। वायु रे कहार परिमाण अधिक? एटा मु कहबी धन मैंने ए प्रश्न मैं तुमको छाड़देली। प्रत्येक पिला मु 5 ରୁ 10 सेकेंड समय दूची। यार उत्तर क्यों प्रश्न उत्तर ना वायु रे कहार परिमाण अधिक अच्छी? यही प्रश्नर उत्तर समस्ते मते कमेंट बॉक्स माध्यम रे कमेंट करदेव। ठीक अच्छे। यार उत्तर कौन हम? ठीक अच्छे, मुझे दुईटा ऑप्शन हटेदेवी। धूलिकणा हटिगला आउ अंगारकाम्ल हटिगला। अम्लजान अच्छी, जैवक्षारजान अच्छी। कहार परिमाण अधिक अच्छी जनइब। ठीक अच्छे, अति सुंदर। जैवक्षारजान सठिक उत्तर 1 नंबर ऑप्शन जो मैंने सी कोच सठिक उत्तर अच्छे पिला माने। परवर्ती प्रश्न। अम्ल वृष्टि कहार प्रदूषण जोगु हुए? अम्ल वृष्टि पिला माने कहार प्रदूषण जोगु बा किए दूषित हेले अम्ल वृष्टि होता है? ये आमको प्रश्न पचारि। वायु, जल, मृत्तिका, जंगल किए प्रदूषण बा दूषित हेले अम्ल वृष्टि होता है? कहीदियो।
ସମସ୍ତଙ୍କୁ 5 ରୁ 10 ସେକେଣ୍ଡ ସମୟ ଦିଆଯାଉଛି ନିଜ ଉତ୍ତର କହିବାକୁ। ଠିକ୍ ଅଛି, ଚେଷ୍ଟା କର। ଠିକ୍ ଅଛି ଉତ୍ତର 1 ନମ୍ବର, ଅମ୍ଳବୃଷ୍ଟି କାହାର ପ୍ରଦୂଷଣ ଯୋଗୁଁ ହୁଏ ପିଲାମାନେ? ବହୁତ ବଢ଼ିଆ, ବାୟୁ। 1 ନମ୍ବର, ଜବରଦସ୍ତ ପ୍ରଶ୍ନ ଉତ୍ତର। ବହୁତ ଥର ପ୍ରଶ୍ନ ଆସିଛି, ଏଥର ମଧ୍ୟ ଏଣ୍ଟ୍ରାନ୍ସରେ ପ୍ରଶ୍ନ ଆସିବାର 100% ଚାନ୍ସ ଅଛି। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ, କାହାକୁ କୃଷକର ବନ୍ଧୁ କୁହାଯାଏ ପିଲାମାନେ? କହିଦିଅ। ବେଙ୍ଗ, ସାପ, ଜିଆ ଆଉ ମୂଷା। ଠିକ୍ ଅଛି, ଆଚ୍ଛା କୃଷକର ବନ୍ଧୁ କୁହାଯାଉଛି, କିଛି ତା ପାଖରେ ତ କ୍ୱାଲିଟି ଥିବ ନା, ନାଇଁ କି, ଦକ୍ଷତା ଥିବ ତା ପାଖରେ, ସେ ଯୋଗ୍ୟ ହେଇଥିବ କୃଷକର ବନ୍ଧୁ କହିବା ପାଇଁ। ଠିକ୍ ଅଛି, କୁହ। ଚେଷ୍ଟା କର। ଅତି ସୁନ୍ଦର, କୃଷକର ବନ୍ଧୁ ପିଲାମାନେ କାହାକୁ କୁହାଯାଏ? ଜିଆକୁ କୁହାଯାଏ। ଆଉ କହିବାର କାରଣ ହେଲା କ'ଣ ପିଲାମାନେ? ସେ ମୃତ୍ତିକାକୁ ଉର୍ବର କରିଥାଏ, ଯଦ୍ୱାରା କି ଫସଲ ଭଲ ହୋଇଥାଏ, ଧାନ ହଉ, ମକା, ବାଜରା। ଠିକ୍ ଅଛି, ଏଗୁଡ଼ିକ ଯେକୌଣସି ଫସଲ, ମାଟିରେ ଯଦି ଜିଆ ଅଛି ମାଟିକୁ ସେ ଉର୍ବର କରିବ। ଠିକ୍ ଅଛି, ଅତି ସୁନ୍ଦର। ପରବର୍ତ୍ତୀ ପ୍ରଶ୍ନ ଆସୁଛି, ଦେଖ ପିଲାମାନେ, କେତେ ଗୁଡ଼ିଏ ପ୍ରଶ୍ନ ମୁଁ ସାମାଜିକରୁ ମଧ୍ୟ ନେଇକି ଆସିଛି। କ'ଣ ପାଇଁ ନା ଏହି ପ୍ରଶ୍ନ ଗୁଡ଼ିକ ଏଇ ବର୍ଷ ଏଣ୍ଟ୍ରାନ୍ସରେ ଆସିବାର ବହୁତ ଚାନ୍ସ ଅଛି, ତ ସେଥିପାଇଁ ଏହି ପ୍ରଶ୍ନ ଗୁଡ଼ିକୁ ମଧ୍ୟ ମୁଁ ନେଇକି ଆସିଛି। ଚାଲ ଦେଖିଦେବା ଟିକେ ମୋଟାମୋଟି। ପ୍ରଶ୍ନ କହୁଛି, ଦେଖ ପିଲାମାନେ, ହୀରାକୁଦ ଡ୍ୟାମ୍ କେଉଁ ନଦୀ ଉପରେ ଅବସ୍ଥିତ? ଯେଉଁ ବିଶ୍ୱବିଖ୍ୟାତ, ବିଶ୍ୱ ପ୍ରସିଦ୍ଧ ହୀରାକୁଦ ଡ୍ୟାମ୍ ଅଛି, ନଦୀବନ୍ଧ ଅଛି, ସେଟା କେଉଁ ନଦୀ ଉପରେ ନିର୍ମାଣ ହୋଇଛି? ଅପସନ୍ ଏ ଗୋଦାବରୀ, ଅପସନ୍ ବି କୃଷ୍ଣା, ଅପସନ୍ ସି ମହାନଦୀ, ଅପସନ୍ ଡି କାଠଯୋଡ଼ି। ସମସ୍ତଙ୍କୁ 5 ରୁ 10 ସେକେଣ୍ଡ ସମୟ ଦିଆଯାଉଛି। ଠିକ୍ ଅଛି, ଉତ୍ତର ହେବ, ଦେଖ ପିଲାମାନେ, ମହାନଦୀ। ମହାନଦୀ ଉପରେ କ'ଣ ଅଛି ପିଲାମାନେ? ହୀରାକୁଦ ଡ୍ୟାମ୍ ତିଆରି ହେଇଛି। ଯିବାକୁ ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାରେ ଉତ୍କଳ ଦିବସ କେଉଁ ଦିନ ପାଳନ କରାଯାଏ? ଉତ୍କଳ ଦିବସ ପିଲାମାନେ କେଉଁ ଦିନ ପାଳନ କରାଯାଏ? କହିଦିଅ, ଯେଉଁମାନେ ଜାଣିଛ ଉତ୍ତର ପିଲାମାନେ। ଅପସନ୍ ଦେଇ ରଖିବି, ମାର୍ଚ୍ଚ 5 ତାରିଖ, ମାର୍ଚ୍ଚ 8 ତାରିଖ, ଅପ୍ରିଲ 1 ତାରିଖ, ଅପ୍ରିଲ 14 ତାରିଖ ପିଲାମାନେ। ତ ଉତ୍ତର କ'ଣ ହେବ? କମେଣ୍ଟ ବକ୍ସ ତ ଖାଲି ଅଛି ପିଲାମାନେ, କମେଣ୍ଟ ଗୋଟେ ଗୋଟେ କରିଦିଅ, ଉତ୍ତର କ'ଣ ହେବ? ବହୁତ ବଢ଼ିଆ, ଅତି ସୁନ୍ଦର। ଅପ୍ରିଲ ମାସର ପ୍ରଥମ ତାରିଖ ବା 1 ଏପ୍ରିଲକୁ ଉତ୍କଳ ଦିବସ ରୂପେ ପାଳନ କରାଯାଏ ଓଡ଼ିଶାରେ। ଠିକ୍ ଅଛି, ବହୁତ ବଢ଼ିଆ। ପରବର୍ତ୍ତୀ ପ୍ରଶ୍ନ, ବିଦ୍ୟୁତ୍ ପଙ୍ଖା ଘୂରିଲେ ଡିସ୍ ଯାନ୍ତ୍ରିକ ଶକ୍ତିରେ ରୂପାନ୍ତରିତ ହୁଏ? ତାପ ଶକ୍ତି,
ଯାନ୍ତ୍ରିକ ଶକ୍ତି, ସୌର ଶକ୍ତି ଆଉ ବିଦ୍ୟୁତ ଶକ୍ତି। କେଉଁ ଶକ୍ତି ଯାନ୍ତ୍ରିକ ଶକ୍ତିରେ ରୂପାନ୍ତରିତ ହୁଏ? ସମସ୍ତଙ୍କୁ 5ରୁ 10 ସେକେଣ୍ଡ ସମୟ ମୁଁ ଦେଉଛି, ଚେଷ୍ଟା କର ନିଜ ଉତ୍ତର ସେୟାର କରିବାକୁ। ଆଉ ଥରେ କହୁଛି, ଯେଉଁମାନେ ବି କ୍ଲାସ୍ରେ ନୂଆ ଅଛ, ଏବେ ହିଁ ଆମ ଗୁରୁଚରଣ ଏକାଡେମୀ ୟୁଟ୍ୟୁବ୍ ଚ୍ୟାନେଲ୍ଟିକୁ ସବସ୍କ୍ରାଇବ୍ କର, ସେସନ୍ଟିକୁ ସାଙ୍ଗସାଥିମାନଙ୍କୁ ସେୟାର କର, ଆଉ ହଁ ଗୋଟେ ଲାଇକ୍ କରିବାକୁ ଭୁଲିବନି। ଠିକ୍ ଅଛି ପିଲାମାନେ, ବହୁତ ବଢ଼ିଆ। ତ ଉତ୍ତର କ'ଣ ହେବ ପିଲାମାନେ କହିଦିଅ। ବିଦ୍ୟୁତ ଶକ୍ତି ଯାନ୍ତ୍ରିକ ଶକ୍ତିରେ ରୂପାନ୍ତରିତ ହୁଏ। ଅପସନ୍ ଡି ହେଇଯିବ ସଠିକ୍ ଉତ୍ତର। ଭାରତରେ ଲୌହ ମାନବ କାହାକୁ କୁହାଯାଏ? ଲୌହ ମାନବ ପିଲାମାନେ, ଆଇରନ୍ ମ୍ୟାନ୍, ଆଇରନ୍ ମ୍ୟାନ୍ ଅଫ୍ ଇଣ୍ଡିଆ କାହାକୁ କୁହାଯାଏ? ଅପସନ୍ ଦେଖିଦିଅ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ସୁଭାଷ ଚନ୍ଦ୍ର ବୋଷ, ଜବାହରଲାଲ ନେହେରୁ ଏବଂ ଗୋବିନ୍ଦ ବଲ୍ଲଭ ପନ୍ତ। ଠିକ୍ ଅଛି, ତ କହିଦିଅ ଲୌହ ମାନବ ବା ଆଇରନ୍ ମ୍ୟାନ୍ କାହାକୁ କୁହାଯାଏ? ଚେଷ୍ଟା କର ସଠିକ୍ ଉତ୍ତର ଦେବାକୁ ପିଲାମାନେ। ବହୁତ ବଢ଼ିଆ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଯେଉଁମାନେ ବି କହୁଛ ସଠିକ୍ ଉତ୍ତର ପିଲାମାନେ। ୟାଙ୍କୁ ହିଁ ଭାରତରେ ଲୌହ ମାନବ ବା ଆଇରନ୍ ମ୍ୟାନ୍ କୁହାଯାଏ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ମୁଁ ତୁମମାନଙ୍କ ପାଇଁ ନେଇକି ଆସିଛି ପିଲାମାନେ। ଏହି ପ୍ରଶ୍ନର ଉତ୍ତର କ'ଣ ହେବ? ସମସ୍ତେ କମେଣ୍ଟ ବକ୍ସରେ ଗୋଟେ କମେଣ୍ଟ କରିଦେବ। ଆଉ ଥରେ କହୁଛି, ଯେଉଁମାନେ ବି କ୍ଲାସ୍ରେ ନୂଆ ଅଛ, ଏବେ ହିଁ ଚ୍ୟାନେଲ୍ଟିକୁ ସବସ୍କ୍ରାଇବ୍ କର, ସେସନ୍ଟିକୁ ସାଙ୍ଗସାଥିମାନଙ୍କୁ ସେୟାର କର, ଆଉ ହଁ ଗୋଟେ ଲାଇକ୍ କରିବାକୁ ଭୁଲିବନି। ଠିକ୍ ଅଛି, ତ ପ୍ରଶ୍ନ ଅଛି ଦେଖ ପିଲାମାନେ, ବିଶ୍ୱ ପରିବେଶ ଦିବସ କେଉଁ ଦିନ ପାଳନ କରାଯାଏ? ଏପ୍ରିଲ 3 ତାରିଖ, ଜୁନ୍ 5 ତାରିଖ, ଅଗଷ୍ଟ 6 ତାରିଖ ଏବଂ ଜୁନ୍ ମାସ 16 ତାରିଖ। ତ ଏଇ ପ୍ରଶ୍ନର ଉତ୍ତର କ'ଣ ହେବ? ସମସ୍ତେ ଗୋଟେ କମେଣ୍ଟ କରିବ। ଆଉ ହଁ, ଆଜିର ସେସନ୍ଟି କେମିତି ଲାଗିଲା? ଆଉ ଦେଖ ପିଲାମାନେ, ଏଇ ସେସନ୍ଟି ଏଣ୍ଟ୍ରାନ୍ସ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ପ୍ରତ୍ୟେକ ପ୍ରଶ୍ନ ପରୀକ୍ଷାରେ ଆସିବାର 100% ଚାନ୍ସ ଅଛି। ଠିକ୍ ଅଛି, ହଉ। ତ ଦେଖ ପିଲାମାନେ, ଆଉ ଗୋଟେ ଇମ୍ପୋର୍ଟାଣ୍ଟ ସବୁଠାରୁ କଥା ପିଲା କ'ଣ ଅଛି ପିଲାମାନେ, ନା ଆଜି ସନ୍ଧ୍ୟା 6:30ରେ ଗଣିତର ଆଉ ଗୋଟେ ଜବରଦସ୍ତ ସେସନ୍ ହେବାକୁ ଯାଉଛି। ତା ସହିତ ଦେଖ ପିଲାମାନେ, ସନ୍ଧ୍ୟା 7:30ରେ ଆଉ ଗୋଟେ ଇଂରାଜୀର ଜବରଦସ୍ତ ସେସନ୍ ରହିଛି। ଠିକ୍ ଅଛି, ତ ଏଇ ଦୁଇଟା ସେସନ୍କୁ କେହି ମଧ୍ୟ ମିସ୍ କରିବନି। ବଛା ପ୍ରଶ୍ନ ଅଛି, ପରୀକ୍ଷାରେ 100% ଆସିବ। ଠିକ୍ ଅଛି, ତ ରହୁଛି ପିଲାମାନେ, ପୁଣି ଦେଖା ହେବ ଆଜି ସନ୍ଧ୍ୟା 6:30ରେ। ରହିଲି, ଜୟ ଜଗନ୍ନାଥ।